ସବୁଠୁ ବଡ଼ ଖବର ହେଉଛି 2026-27 ଶିକ୍ଷାବର୍ଷ ସୁଦ୍ଧା ରାଜ୍ୟରେ ପୁରା 24ଟି ନୂଆ ଇଏମ୍ଆର୍ଏ ସ୍କୁଲ ଖୋଲିବାକୁ ଯାଉଛି। ଏଠାରେ ଷଷ୍ଠ ଶ୍ରେଣୀରୁ ଏଣ୍ଟ୍ରାନ୍ସ ଜରିଆରେ ଆଡମିସନ୍ ହେବ। ଆଉ ସବୁଠୁ ଭଲ କଥା ହେଉଛି ପାଠପଢ଼ା ସିବିଏସ୍ଇ ଇଂରାଜୀ ମାଧ୍ୟମରେ ହେବ। ତେବେ ଜିଲ୍ଲା ଅନୁସାରେ ଦେଖିଲେ ଆସନ୍ତୁ ପ୍ରଥମେ ଆମେ କେନ୍ଦୁଝର ଜିଲ୍ଲାରେ ହେବାକୁ ଥିବା ନୂଆ ସୁବିଧା ଉପରେ ନଜର ପକାଇବା। କେନ୍ଦୁଝରକୁ ଏକା ସାଙ୍ଗରେ 5ଟି ନୂଆ ସ୍କୁଲ ମିଳୁଛି। ଏହାର ପରୀକ୍ଷା କେନ୍ଦ୍ରଗୁଡ଼ିକ ପାଟଣା, ରଙ୍କି ଏବଂ ଗିଧିବାସା ଭଳି ସ୍ଥାନରେ ରହିବ। ଏହାପରେ ଚାଲନ୍ତୁ ମୟୂରଭଞ୍ଜ ଜିଲ୍ଲା ଆଡ଼କୁ ଯିବା। ଏଠାରେ ସବୁଠାରୁ ବଡ଼ ଶିକ୍ଷାଗତ ସମ୍ପ୍ରସାରଣ ହେବାକୁ ଯାଉଛି, ଯାହା ସତରେ ପ୍ରଶଂସନୀୟ। ଏହି ବିଶାଳ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଦେଖନ୍ତୁ ରାଇରଙ୍ଗପୁର ଓ ଠାକୁରମୁଣ୍ଡା ଭରି ଉତ୍ତରାଞ୍ଚଳ ବ୍ଲକଗୁଡ଼ିକ ପାଇଁ ନୂଆ କେନ୍ଦ୍ର ଖୋଲୁଛି। ଖାଲି ସେତିକି ନୁହେଁ, ମୟୂରଭଞ୍ଜର ଉଦଳା, ବାଙ୍ଗିରିପୋଷି ଏବଂ ବାହାଲଦା ଭଳି ସ୍ଥାନରେ ମଧ୍ୟ ଅଧିକ ସ୍ଥାନୀୟ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏବେ ଟିକେ ପଶ୍ଚିମାଞ୍ଚଳକୁ ଯିବା। ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏଠାରେ ଗୋଟେ ମଜାଦାର କଥା ଲକ୍ଷ୍ୟ କରନ୍ତୁ, ନବରଙ୍ଗପୁରର 4ଟି ଯାକ ନୂଆ ସ୍କୁଲ ପାଇଁ କେବଳ ଗୋଟିଏ କେନ୍ଦ୍ର ହିରଲି ରହିଛି। ଏହି କ୍ରମରେ ଆମେ ପଶ୍ଚିମାଞ୍ଚଳର ଆଉ ଏକ ପ୍ରମୁଖ ଜିଲ୍ଲା ସୁନ୍ଦରଗଡ଼ ଉପରେ ମଧ୍ୟ ନଜର ପକାଇବା ନିହାତି ଦରକାର। ଆପଣ ଦେଖିପାରୁଥିବେ ସୁନ୍ଦରଗଡ଼ରେ ମଧ୍ୟ 3ଟି ନୂଆ ସ୍କୁଲ ଖୋଲୁଛି। କୁଆରମୁଣ୍ଡା ଏବଂ ଲାଠିକଟା ଭଳି ସ୍ଥାନରେ ଏହାର ପରୀକ୍ଷା କେନ୍ଦ୍ର ରହିବ। ଶେଷରେ ଚାଲନ୍ତୁ ଆମର ଦକ୍ଷିଣ ଏବଂ କେନ୍ଦ୍ରୀୟ ଜିଲ୍ଲାଗୁଡ଼ିକରେ ପ୍ରତିଷ୍ଠା ହେବାକୁ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ସ୍କୁଲ ବିଷୟରେ ଜାଣିବା। ରାୟଗଡ଼ା, କନ୍ଧମାଳ ଏବଂ କୋରାପୁଟରେ ଖୋଲୁଥିବା ଏହି 4ଟି ନୂଆ ସ୍କୁଲ ଆମର ଏହି ବିଶାଳ ସମ୍ପ୍ରସାରଣ ତାଲିକାକୁ ସମ୍ପୂର୍ଣ୍ଣ କରୁଛି। ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଏହି 24ଟି ନୂଆ ସ୍କୁଲ ଆମ ରାଜ୍ୟର ଆଗାମୀ ପିଢ଼ିର ଭବିଷ୍ୟତକୁ କିପରି ବଦଳାଇବ? ଚିନ୍ତା କରନ୍ତୁ।